हेलो फ्रेंड्स, गुड मॉर्निंग। କେନ୍ତା ଅଛନ୍ ଆପଣମାନେ? ଭାବୁଛେ ଆପଣମାନେ ଭଲ ଥିବେ। ଆମେ ବି ସମସ୍ତେ ଭଲ ଅଛୁ। ଦେଖୁନ୍ ଏଇଟା ସକାଳୁ ସକାଳୁ ଏଇଟା ଟିଫିନ୍ ବନାଉଥିଲି, ଚକୁଲି, ଚାଉଳ ବରା ଆଉ ଟମାଟୋ ଖଟା ବନାଉଥିଲି ବରାରେ ଖାଇବାର୍ ଲାଗି। ଯାଉ ଦେଖମା ମୂଲରୁ ଲାଷ୍ଟ ତକ୍ ଭିଡ଼ିଓ ଦେଖିବେ। ପୁରା ଭିଡ଼ିଓ ଭଲ ଲାଗିଲେ ଟିକେ ଲାଇକ୍ କରିବେ। ନୂଆ ଅଛନ୍ ବୋଲେ ମୋର ଚ୍ୟାନେଲରେ ଟିକେ ସବସ୍କ୍ରାଇବ୍ କରିବେ। ଦେଖୁନ୍ ଏଇଟା ସୁନ୍ଦର ସୁନ୍ଦର ଚକୁଲି ଆଉ ଚାଉଳ ବରା। ଏଇଟା ତାର୍ ପରେ ମୁଇଁ ଗାଧେଇ ପାଧେଇକିରି ଆସିକିରି ଏଇଟା ଖାନା ଖାଇବାର୍ ଲାଗି ବସି ପଡ଼୍ଲି। ଏଇଟା ଗୁଡ଼ ଟିକେ ଆଣିଥିଲି ଚକୁଲି ଖାଇବାର୍ ଲାଗି, ଆଉ ଏଇଟା ବରାରେ ଏଇଟା ଆଣିଥିଲି ଟମାଟୋ ଖଟା। ଏଇଟା ଆମେ ଆମ ସେ ସାନ ଝିଅ ସଙ୍ଗେ ଏଇଟା ଆମେ ଦୁଇ ଜଣ ମଜା କରୁଥିଲୁ। ଚୁଣ୍ଟି ହେଇକିରି ଆସିଥିଲା, ଦେଖଉଥିଲା ମୋର କେଡ଼େ ଚୁଣ୍ଟି ଦେଖମା ବୋଲିକିରି। ତାରପରେ ଏଇଟା ଅନା ହେଇଥିଲା ହାଟ ବାଟ। ମହାପ୍ରଭୁ ପୂଜାପୂଜି କରି ସାରିଲି, ସେଟା ଖାଇ ଖୁଆ କରି ଆଗ ପୂଜା କରିଦେଲି, ତାରପରେ ଖାଇ ଖୁଆ ଦେଲି। ତାରପରେ ଏଇଟା ମୁଇଁ ମୋର ହାଟ ବାଟ ଆଣିଥିଲି ଯେ ଟିକେ ବାହାର କରୁଥିଲି। ଏଇଟା ସବୁ ସାମାନ ଅନା ହେଇଥିଲା ଦୋକାନର। ଦେଖୁନ୍ ଏଇଟା ସାମାନ ବେଲେ କାଣା ଛୁଆମାନେ ଥିଲେ ତ ଖାଲି ମ୍ୟାଗି ମଗା, ଦୋକାନର ହାଟ ବାଟ ବେଲେ ଦେଖୁନ୍ ଏଇଟା ତାର ଅନା ହେଇଥିଲା ମ୍ୟାଗି ମାନେ, ବିସ୍କିଟ୍ ଆଉ ଏଇଟା କାଣା ବୋଲସନ୍ ଯେ କୁଡ଼ୁମ୍ କୁଡ଼ୁମ୍ କରସି ଯେନ୍ ଗୋଟେ ପିନଟ୍ ବଟର୍ ଆଉ ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର ଆଉ ବିସ୍କିଟ୍ ମାନେ ଏଇଟା ଅମୁଲ୍ ସବୁ ଜିନିଷ ଅନା ହେଇଥିଲା। କମ୍ ହାଟ ବାଟ ଅନେଇ କରିଥିଲି। ଏଇଟା ଛତୁଆଟେ ଅନେଇ କରିଥିଲି ଯେ ଆଣିଥିଲେ। ଏଇଟା ସୁଗର ଫ୍ରିର ଛତୁଆ ଧରି ଆସିଲେ, ଟେଷ୍ଟ ନାଇଁ ଲାଗବାର୍ କେ। ଆମ ବାପା ଖାଇବେ, ତାଙ୍କର ସୁଗର ବାହାରିଛେ ବୋଲେ ତାଙ୍କୁ ଦେଇଦେମୁ, ସେ ଖାଇବେ। ତାଙ୍କଟା ଅନେଇ କରିଥିଲି ସୁଗର ଫ୍ରିର ଗୋଟେ, ସାଧାଟା ଗୋଟେ ବୋଲେ ସାଧାଟା ନାଇଁ ଆନି ସୁଗର ଫ୍ରିର ଧରି ଆସିଥିଲେ, ଭଲ ହେଲା ବି। ଆଉ ସୁଗର ଫ୍ରିର ବିସ୍କିଟ୍ ଆଣିଥିଲେ। ଏଇଟା ଡବାରେ ସବୁକେ ଭର୍ତ୍ତି ଦେମି, ଯେତିକି ଧରବା ଏଇଟା ଡବାରେ ଭର୍ତ୍ତି ଦେଇକିରି ବାକି ଯାକ ରେଙ୍ଗରେ ବି ରଖିଦେମି। ଏଇଟା ଅନେଇ କରିଥିଲି ଗୁଟ ମରିଚ। ଏଇଟା ସବୁ ମ୍ୟାଗି ମାନେ ଭରିଦେମି ଡବାରେ ଯେତିକି ଧରବା। ଆଉ ଭିଡ଼ିଓ ଦେଖୁଛନ୍ ଲାଇକ୍ ନାଇଁ କରବା, ଟିକେ ଯେତେ ଜଣ ବି ଦେଖୁଛନ୍ ପ୍ଲିଜ୍ କମ୍ ସେ କମ୍ ଟିକେ ଲାଇକ୍ କରିଦେବେ ମୋର୍ ଚ୍ୟାନେଲ୍କେ। ଆଉ ଯେନ୍ ମାନେ ନୂଆ ଅଛନ୍ ଟିକେ ସବସ୍କ୍ରାଇବ୍ କରିବେ। କୁଡ଼ୁମୁଡ଼ୁ ଭର୍ତ୍ତି ଦେଲା ବେଲ୍କେ ଏଇଟା ଡବା ଫୁଲ୍ ହେଇଗଲା, ଆଉ ବେଶୀ ସାମାନ ନାଇଁ ଧଇଲା। ମିକ୍ସଚର୍କେ ଅଲଗା ଜାର୍ଟାକେ ଭର୍ତ୍ତି ଦେଲି, ଆଉ ଏଇଟା ଥିଲା ଆମର ଇ କାଣା ବୋଲସନ୍ ଯେ ଏଇଟା ଚୋକୋ ଗୁଡ଼ାଦୁ ଥିଲା, ଏଇଟା ଜାର୍ଟାକେ ଭର୍ତ୍ତି ଦେଲି। ଆମର ମିକ୍ସଚର୍ ଭରଲି ତାରପରେ ଏଇଥିରେ। ମତେ ଥଣ୍ଡା ହେଇଯାଇଛେ, ପାଟି ଟିକେ ଭଲ ନାହିଁ ଶୁଭୁଥିବା, ତଣ୍ଟି ପୁରା ଖେର ଖେର ହଉଛେ ଭଏସ୍ ଦେଲା ବେଲ୍କେ। ଆଉ ଏଇଟା ବାପାଙ୍କର ଦେହ ଖରାପ, ହେଥିର୍ ଲାଗି ମୁଇଁ ଭିଡ଼ିଓ ଛାଡ଼ି ନାଇଁ ପାରୁଥିଲି। ବହୁତ ଦିନ ପୁରା 8 ଦିନ ନା ଆଜି ଖଣ୍ଡେ 8-9 ଦିନ ଖଣ୍ଡେ ହେଇଗଲାନ ପୁରା ବ୍ୟସ୍ତ ରହିବାକୁ ପଡ଼ୁଛେ। ତାଙ୍କର କାମ କରୁଛୁଁ, ତାରପରେ ଇଆଡ଼େ ଘର କାମ କରିକି ସବୁ କଲାକେ ଆଉ ଭିଡ଼ିଓ ବନାବାକେ ଟାଇମ୍ ନାଇଁ ହେବା। ଦେଖୁନ୍ ଏଇଟା ଟେଭା, ଗୋଟେ ଲେମ୍ବୁ ଥିସି, ଗୋଟେ କମଲା ଥିସି, ଏଇଟା ଟେଭା। ଏଇଟା ଆଚାର କରବାର୍ ଲାଗି ଟେଭାକେ ଏଇଟା ଚାଁଛି ଦେଲି, ଜଣେ ଦେଇଥିଲେ ଟେଭା ଗଛ ତ ଦେଖାଲି ଆପଣମାନଙ୍କୁ ଆଗ। ଏଇଟା ଗରମ ପାଣିରେ ତାହାକେ ଚାଁଛି ଦେଇକି ଟିକେ ଉପରେ ଛାଡଲି, ଗରମ ପାଣିରେ ପକେଇଦେମି। ଏଇଟା ବନାଲି, ତାରପରେ ମୁଇଁ ଭିଡ଼ିଓ ଛାଡ଼ଲା ବେଲ୍କେ ତାକେ ଫିକି ସାରିଥିଲି ନ। ପୁରା କେତେ ସୁନ୍ଦର କରି ବନେଇଥିଲି, ହେଲେ ସେଟା କେନ୍ତା ଯେ ଛତ ନାଲା ବାଗି ହେଇଗଲା। ଖରା ଟିକେ ନା ହେଲା, ବାଦଲ ହେଲା ଯେ ହେଥିର୍ ଲାଗି ଫିକି ଦେଲି, ନହେଲେ ପୁରା ଲେମ୍ବୁ ଆଚାର ବାଗି ବନା ହେସି। ବଢ଼ିଆ ଟେଷ୍ଟି ଲାଗ୍ସି ବସନ୍। ମୁଇଁ ଆଜି ଫାଷ୍ଟ ବନେଇଥିଲି ଏଇଟା, ହେଲେ ଖାଇ ନାଇଁ ପାରିଲି ତାହାକେ। ଆହୁରି 3-4ଟା ଅଛେ, ଆଉ ନାଇଁ ବନା, କୋତରା ଲାଗଲା। ଇହାଦେ ବାଦଲ ଟିକେ ଟିକେ ହଉଛେ, ଇହାଦେ ଯଦି ବନାମି ଫେର୍ ଫିକ୍ ନା ଯିବା, ଆଉ ନାଇଁ ବନା। ଏଇଟା ସେଟା ଟିକେ ସିଝିଗଲା, ଆଉ ତାହାକେ ଏଇଟା କାଟି କାଟି ଦେମି ଲେମ୍ବୁ ଲେଖାନ୍ ହେଡ଼୍କି ହେଡ଼୍କି ଖଣ୍ଡ କରି। ଆଉ ନୁନ, ହଳଦୀ, ଲଙ୍କା ଗୁଣ୍ଡ ଦେଇକି ତାକେ ଖରାରେ ଟିକେ ଦେଇଦେସନ୍। ତାରପରେ ସେଥିରେ ସୁର୍ଷୋକେ ଚୁରିକିରି ସୁର୍ଷୋ ଗୁଣ୍ଡ ଆଉ ଗୁଡ଼ ସବୁକେ ଏକା ସାଙ୍ଗରେ ଦେଇ ଦେଇକିରି ଖରାରେ ରଖିଦେସନ୍। ତାର ଝୁଲଟା ଟିକେ ଶୁଖିଗଲେ ତାରପରେ ଜାରେ ଭର୍ତ୍ତିଲେ ହେସି।
ଭଲ୍ ଅସି ବୋଲି ମୁଇଁ ଶୁଣିଥିଲି, ଜଣେ ଦେଇଥିଲେ ଆମ୍କୁ ହେନ୍ତି। ବେଲେ ତାକର୍ ଦେଇଥିଲେ ବେଲେ ସେଟା କାଁ କର୍ମି, ଟେ ଭାତ ହେନ୍ତି ଖାଇ ନାଇଁ ହୁଏ ବୋଲିକିରି ତାହାକେ ଇଟା ଆଚାର ଟିକେ ବନାମି ବୋଲି ଭାବୁଥିଲି, ହେଲେ କାଁ କର୍ମା ସବୁ ନାଶ୍ ହେଇଗଲା ପୁରା। ତାର୍ ପରେ ଇଟା ବେଲାରେ ଭାତ ଇଟା ବାଢୁଥିଲି ମୁଇଁ। ଆମର୍ 3 ଜଣଙ୍କରଟା ସେ ମା ବାପାକେ ଖୁଏଇ ଯାଇଥିଲେ। ମୁଇଁ ଆସିଲେ ଖାଇମି, ମୋର୍ ଭାତ ବାଢିକି ରଖିଦେଇଥା ବେଲେ ଆମର୍ 3 ଜଣଙ୍କରଟା ଇଟା ବାଢିଥିଲି। ଇଟା ବନେଇଥିଲି କୋବି ଚିଲି ଆଉ ସାଲାଡ୍, ଶାଗ ଆଉ ଇଟା ଡାଲି। ଇଆଡେ ଇଟା କମଲା, ଧନିଆ ପତ୍ର, ଲଙ୍କା, ପିଆଜ୍ ଇ ସବୁ ଯାକ ପାଗ। ଇଟା 2 ବାପ ଝିଅକୁ ଟ୍ରେରେ ଦେଇ ଦେଇଛେଁ, ଆଉ ମୁଇଁ ଖପା ଡବା ଏଥର ସବୁଥିରେ ଧରି ଯାଇଛେଁ। ତାର୍ ପରେ ଇଟା ଦେଖୁନ୍ ଡଗିମାନେ କେନ୍ତା ଉତ୍ପାତ୍ ହଉଛନ୍। ଇଏ ଆସିଲେ ସନ୍ଧ୍ୟାରେ ଯେ ଇଟା ଏନ୍ତା ହଉଛନ୍ ସମସ୍ତେ ମିଶିକିରି, ଇଟା ମାଡ଼ ଧର ତାକର୍ ଚାଲିଛେ ବିସ୍କିଟ୍ ଖାଏବାର୍ ଲାଗି। ଇଟା ଡଗିମାନଙ୍କର ମା ବଡ଼୍ଟା। ଆମ ଡଗି ବି ତାକର୍ ସଂଗେ ଭିତ୍ରେ ଅଛେ, ଇଟା ଖେଲୁଛେ। ଇଟା ଚାଲିଛେ ଡଗିମାନଙ୍କର ହୁଁକରା ହୁଁକରି। ସେମାନେ ଇଟା ଦୌଡ଼ା ଦୌଡ଼ି ତାକର୍ ଚାଲିଛେ, ଖେଲ ଚାଲିଛେ ତାକର୍। ଏମାନେ ସମସ୍ତେ ବେଲାରେ ଭାତ୍ ଖାଏସନ୍, ରାତିରେ ଖାଏସନ୍। ଇଟା ରାତିର୍ ଖାନା ଆମର୍ ଦେଖୁନ୍, ଆମ୍ବ, ଭଜା, ତାର୍ ପରେ ଇଟା ପରିବା ମାନେ ଅନା ହେଇଥିଲା, ତାକେ ଧୁଇକି ରଖି ଦେଇଥିଲି। ନେଇକିରି ଯାଉଛେଁ ଫ୍ରିଜ୍ ରେ ଇତାକେ ରଖ୍ମି। ସବୁକେ ଧୁଇକିରି ପାନି ଝରିଗଲା, ଦେଖୁନ୍ ଆହୁରି ଇଟା ସେଟେ ଆଭା। ଏଡେ ଇଟା ପୁରା ବହୁତ୍ ବଡ୍ ବଡ୍ଟା, ଏଥିରେ ଜନା ନାଇଁ ପଡବାର୍ କେ। ଧନିଆ ପତ୍ର ଆଣିଥିଲେ, ବନ୍ଧାକୋବିଟା ଇଟା ବଢେଇଟେ ପୁରା ଆଣିଥିଲେ। ଆଉ ଇଟା ଶାଗ ମାନେ ଉଲି ଶାଗ୍, ମୂଲା ଶାଗ୍ ଆଉ କୁଶଲା ଶାଗ୍, ସବୁ ଶାଗ୍ ମାନେ ଅନା ହେଇଥିଲା। ଇଟା ସବୁକେ ଆଣଲି ଫ୍ରିଜ୍ ରେ, ପାନି ଜେନ୍ତା ନେଇ ଝରଲା ଧୁଇକି ରଖି ଦେଇଥିଲି, ପାନି ନେଇ ଝରଲା ଏନ୍ତା ଇଟା ଫ୍ରିଜ୍ ରେ ସବୁକେ ରଖ୍ମି। ଡବା ମାନ୍କେ ଇଟା ସବୁକେ ଭରିଦେଲି, ଯେନ୍ ଯେନ୍ଟା ଧଇଲା। ଏନ୍ତି ରଖିଦେବେ ବେଲେ ସଜ ରହେସି। ନହେଲେ ଇଆଡେ ସାଡେ ସବୁ ଯାକ ଏକା ରଖିଦେଲେ କେତେ ସବୁ ଖସରି ଖସରି କରି ବାହାର୍ କରୁଥିବ ଜାଣା ରାନ୍ଧବ। ଏଟା ଏତ୍କି ଟମାଟୋ ଇଟା ନାଇଁ ଧଇଲା ଡବାରେ, ଇଟାକେ ଆର୍ ଗୁଟେ ଡବାରେ ଭର୍ମି। ଟୋଟି ପୁରା କେର୍ କେର୍ ହେଇଯାଉଛେ, ଭଲ୍ ନାଇଁ ଲାଗବାର୍ କେ। ଦେଖୁନ୍ ଇଟା ବାପା ହେନ୍ତା ପଡିଛନ୍ ପୁରା।